7 ମାଇଲ ଛକଠାରେ ପଡ଼ି ରହିଥିବା ଶୁଖିଲା ଗଛ ଗଣ୍ଡିରେ ଲାଗିଲା ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ। ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ 7 ମାଇଲ ଛକଠାରେ ଆଜି 3ଟା ବେଳେ ପଡ଼ି ରହିଥିବା ଏକ ଶୁଖିଲା ଗଛ ଗଣ୍ଡିରେ ନିଆଁ ଲାଗି ଜଳି ଯାଇଥିଲା, ଯାହାଫଳରେ ଉକ୍ତ ଶୁଖିଲା ଗଣ୍ଡି ଦେଇ ଯାଇଥିବା ବିଜୁଳି ତାରଗୁଡ଼ିକ ଜଳି ଯାଇଛି, ଯାହାଫଳରେ ଉକ୍ତ ଅଞ୍ଚଳରେ ବିଦ୍ୟୁତ୍ କାଟ୍ କରାଯାଇଥିବା ସୂଚନା ରହିଛି। ସୂଚନା ଅନୁସାରେ ତିତିଲି ବାତ୍ୟା ବେଳେ ଏକ ଗଛ ପଡ଼ିଯାଇଥିଲା। ରାସ୍ତା ଉପରେ ପଡ଼ିଥିବା ସେହି ଗଛର ଡାଳ ସବୁ କାଟି ରାସ୍ତାଟିକୁ ସଫା କରାଯାଇଥିବା ବେଳେ ଉକ୍ତ ଗଣ୍ଡିଟିକୁ ରାସ୍ତା କଡ଼ରେ ଛାଡ଼ି ଦେଇଥିଲେ, ଯାହାକି ଉକ୍ତ ଗଣ୍ଡିଟି ଶୁଖି ପଡ଼ି ରହିଥିବା ବେଳେ କୌଣସି ଦୁର୍ବୃତ୍ତ ସେଥିରେ ନିଆଁ ଲଗାଇ ଦେଇଥିଲେ, ଯାହାଫଳରେ ଗଣ୍ଡିଟି ଜଳି ନିଆଁ ଅଣାୟତ୍ତ ହୋଇପଡ଼ିଥିଲା। ପରେ ସ୍ଥାନୀୟ ଲୋକେ ପାରଳାଖେମୁଣ୍ଡି ଦମକଳ ବାହିନୀକୁ ସୂଚନା ଦେବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ।